କାନ୍ ଏବଂ ବି ଏବଲ୍ ଟୁ ର ବ୍ୟବହାର ଅଧିକ ଆଲୋଚନା। ଇଂରାଜୀରେ ଦୁର୍ବଳ ଥିବା ବ୍ୟକ୍ତି ବା ଷ୍ଟୁଡେଣ୍ଟ ଏହି ଭିଡ଼ିଓ ଲେସନକୁ ସମ୍ପୂର୍ଣ୍ଣ ୱାଚ୍ କଲେ କାନ୍ ଓ ବି ଏବଲ୍ ଟୁ ର ବ୍ୟବହାର ବୁଝିପାରିବେ। ଏହି ଲେସନର ପ୍ରଥମାର୍ଦ୍ଧରେ କାନ୍ ଓ ବି ଏବଲ୍ ଟୁ ର ବ୍ୟବହାର ବିଷୟରେ ସୂଚନା ପ୍ରଦାନ କରାଯାଇଛି। ତତ୍ପରେ ଏକ୍ସରସାଇଜ ଦିଆଯାଇଛି। ଏକ୍ସରସାଇଜର ପ୍ରତ୍ୟେକ ସେଣ୍ଟେନ୍ସ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଆସନ୍ତୁ କାନ୍ ବିଷୟରେ ସମ୍ୟକ ଜାଣିନେବା। କାନ୍ର ଓଡ଼ିଆ ଅର୍ଥ ପାରିବା ଅଟେ। କିଛି ସମ୍ଭବ ବା କାହାର କିଛି କରିବାର ସାମର୍ଥ୍ୟ ଅଛି ଦେଖାଇବା ପାଇଁ ଆମେ କାନ୍ ମଡାଲ ହିସାବରେ ବ୍ୟବହାର କରୁ। ବି ପ୍ଲସ୍ ଏବଲ୍ ଟୁ ମଧ୍ୟ କାନ୍ର ଅର୍ଥ ସହ ସମାନ, କିନ୍ତୁ ବି ପ୍ଲସ୍ ଏବଲ୍ ଟୁକୁ ଆମେ ଟୁ ପ୍ଲସ୍ ଇନଫିନିଟିଭ୍ ଥିବା ବାକ୍ୟରେ ବ୍ୟବହାର କରୁ। ଉଦାହରଣ, ଇଟ୍ସ ନାଇସ୍ ଟୁ ବି ଏବଲ୍ ଟୁ ଗୋ ଟୁ ଦି ଅପେରା। ମଡେଲ ଭାର୍ବ ପରେ ବି ପ୍ଲସ୍ ଏବଲ୍ ଟୁ ବ୍ୟବହୃତ ହୁଏ। ଉଦାହରଣ, ହରି ମାଇଟ୍ ବି ଏବଲ୍ ଟୁ ହେଲ୍ପ ଆସ୍। ପ୍ରେଜେଣ୍ଟ ପରଫେକ୍ଟର ପରେ ବି ପ୍ଲସ୍ ଏବଲ୍ ଟୁ ବ୍ୟବହୃତ ହୁଏ। ଉଦାହରଣ, ଇଟ୍ ହ୍ୟାଜ୍ ବିନ୍ କ୍ୱାଇଟ୍ ଟୁଡେ। ଆଇ ହ୍ୟାଭ୍ ବିନ୍ ଏବଲ୍ ଟୁ ଗେଟ୍ ସମ୍ ୱାର୍କ ଡନ୍। ଏବେ ଆସନ୍ତୁ ଏକ୍ସରସାଇଜକୁ ଆଲୋଚନା କରିବା। ଏଥିରେ ଦିଆଯାଇଛି ଏହିଭଳି ପ୍ରଶ୍ନ। କମ୍ପ୍ଲିଟ୍ ଦ ସେଣ୍ଟେନ୍ସେସ୍ ୟୁଜିଂ କାନ୍ ଅର୍ ବି ଏବଲ୍ ଟୁ। କାନ୍ ବା ବି ଏବଲ୍ ଟୁ ବ୍ୟବହାର କରି ବାକ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କର। ପ୍ରଶ୍ନ 1 ଏହିଭଳି ଅଛି, ରାମ ହ୍ୟାଜ୍ ଟ୍ରାଭେଲ୍ଡ ଏ ଲଟ୍। ହି ଡ୍ୟାଶ୍ ସ୍ପିକ୍ 4 ଲାଙ୍ଗୁଏଜେସ୍। ରାମ ଅନେକ ଭ୍ରମଣ କରିଛି। ସେ 4ଟି ଭାଷା କହିପାରିବ। ଏଠାରେ ଉତ୍ତର କାନ୍ ହେବ। ପ୍ରଶ୍ନ 2ରେ ଏହିଭଳି ଅଛି, ଆଇ ହ୍ୟାଭଣ୍ଟ ଡ୍ୟାଶ୍ ସ୍ଲିପ୍ ଭେରି ୱେଲ୍ ରିସେଣ୍ଟଲି। ଏଠାରେ ବିନ୍ ଏବଲ୍ ଟୁ ଉତ୍ତର ଅଟେ, କାରଣ ବି ପ୍ଲସ୍ ଏବଲ୍ ଟୁକୁ ପରଫେକ୍ଟ ଆସ୍ପେକ୍ଟ ପରେ ବ୍ୟବହାର କରାଯାଏ। ପ୍ରଶ୍ନ 3ରେ ଅଛି, ହରି ଡ୍ୟାଶ୍ ଡ୍ରାଇଭ୍ ବଟ୍ ହି ହ୍ୟାଜଣ୍ଟ ଗଟ୍ ଏ କାର୍। ହରି କାର୍ ଚଳାଇପାରିବ, କିନ୍ତୁ ତାର ଏକ ମୋଟର ଗାଡ଼ି ନାହିଁ। ଏଠାରେ ଉତ୍ତର କାନ୍ ଅଟେ। ପ୍ରଶ୍ନ 4ରେ ଅଛି, ଆଇ ୟୁଜ୍ ଟୁ ଡ୍ୟାଶ୍ ଷ୍ଟାଣ୍ଡ ଅନ୍ ମାଇ ହେଡ୍ ବଟ୍ ଆଇ କାଣ୍ଟ ଡୁ ଇଟ୍ ନାଓ। ମୁଁ ମୋ ମୁଣ୍ଡ ଉପରେ ଛିଡ଼ା ହୋଇପାରିବି, କିନ୍ତୁ ଏବେ ମୁଁ ଏହା କରିପାରିବି ନାହିଁ। ଏଠାରେ ଉତ୍ତର ବି ଏବଲ୍ ଟୁ ହେବ, କାରଣ ଏଠାରେ ୟୁଜ୍ଡ ଟୁ ମଡେଲ ଅକ୍ସିଲାରୀ ଅଛି। ମୁଁ ଭାବୁଛି ଆପଣମାନେ କାନ୍ ଓ ବି ଏବଲ୍ ଟୁ ର ବ୍ୟବହାର ବୁଝିଗଲେ। ଯଦି ଏହି ଭିଡ଼ିଓ ଲେସନଟି ଶିକ୍ଷଣୀୟ ଅଟେ, ତେବେ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।